गाइस गुड मॉर्निंग आपण समस्त केमी अच्छे भल अच्छे मुझे सेमती भल अच्छी आपमती बिंदास था भल था बर्तमान बाहर गाइस मु ड्यूटी तो गोटे इम्पोर्टाट टपिक आसला आज तो से जिन को क्यारी करदेली टे कथा पड़ा तो बर्तमान गाइज आम आसी पहुँची जाइचु कौटी ना रोड उपरे अवश्य रोड उपरे रहबू आउपटे देखु सब चाषबास माने बादाम फादम आलू फालू सब लगे खराटिया आलू लगे तो सियाड़े सब लगी स्त्री लोक मैंने एपटे सब बेपारी फेपारी जाती सूर्य महापुर पूरा मुंड उपरक आई सारे तो बर्तमान गाइज टपिक है कौन कहले तो आगुक आमर आसूँ सब डे प्रेमी जुगल मान खास करी भल भल डे आसूँ जोटा कि रोज डे टू आरंभ करी ब्रोकेन डे जाके तो सेटा केभेटू स्टार्ट ना यही 7 रु फेब्रुआरी 7 रु 21 तारीख जाके पूरा डे रहा हाँ प्रेमी जुगल मान पूरा उतावला होना आसते कौन कहले कौन गिफ्ट देवी गर्लफ्रेंड को कौन गिफ्ट दी गर्लफ्रेंड भाव बॉयफ्रेंड को गिफ्ट देवी तो ସେଇଟା ଗୋଟେ मजा आम भाग्य तो फंपा आम कि दी पारे क्या आमर आमर सब कौन कहले फंपा माटिया आमर किसी ना कहीं ना आमको कहीं मिलवे ना आम टे ब्लैक डे मोस्टिंग तो तु दबु कि नहीं गिफ्ट खाली कहलु रे ओ नुके का गिफ्ट दबु कि नहीं दे दबु हां हां चला कीरा गिफ्ट दबु कहलु कीरा दबा मो का गिफ्ट दबो ता गर्लफ्रेंड को दबो लागल लाग रे नहीं आसी पास होगा तो काम को जाऊँ काम टे मजा मसला चले पावर टिलर लगे कि मेसीन लगे टुल पंप लगे यही टाइम कीरा लगुती जहाँ नगले हम ये हाँ ये जगी पारे बोले तरबुज नगले खाली पैसा रख हिसाब रख बाहर पुटल भी भल होता ना बेलरा पुटल ये देखी जो हाँ ब्राह्मण बिल का तो जो भाग लगटा बंध ऊपर ठीक लगते तो सकाल सकाल गाई एमती कल्चर सब आम आड़े आमर सब रातिटा जमती पाइब सब लगे निज निज धंदारे आम भी लगी जाऊँ जमी आम धंदारे बर्तमान ये जीव आसला के टाइम हम न हम आमर भी ग्यारंटी नहीं जगन्नाथ এই বন্ধুর কেবে মাছ মারা হবে জানি এই বন্ধুরে কিন্তু যে ভাগ লগটা বন্ধটারে খালি আইসা আইসা গন্ধি যাଉଛି বন্ধটা ହଁ ପୁରୁଣା ଦାନା ଫାନା ଦେଲେ ହବ ନା ଏଣ ଯୋଉ ଗାଧା ପାଧା କରୁଛନ୍ତି ଲୋକ ସେ ଆଉ ଦାନା ପକଉନଥିବ ନୂଆ ମାଟିଟା ଯେ तो आपण को आगुआ हापी रोज डे 7 तारीख आसची तो जो माने भी प्रेम करी प्रेम कर बाहा भी होती से दिनटा आनंद आउ शुभदायक हो आ समस्त प्रेम सक्सेस रे रही था आकु
ଏମିତି ଆଗକୁ ଆଗକୁ ବଢ଼ି ଚାଲ। ଆଉ କେତେବେଳେ ପ୍ରେମରେ ହାର ମାନନି। ଯାହାକୁ ଭାଇ ପ୍ରେମ ମିଳିନି ସେ ହାରି ଯାଉଛି। ହାରିଗଲେ ଆଜିକାଲି ବହୁତ ସିଷ୍ଟମ୍ ହେଉଛି, ସୁଇସାଇଡ଼୍ କରିଦେଉଛି, ନହେଲେ ମାନେ ବିଷ ଖାଇଦେଉଛି, ବହୁତ ଜିନିଷ ରିଜିନ୍ କରିଦେଉଛି। ସେମିତି କରନି ଭାଇ, ଯାହା ଭାଗ୍ୟରେ ଯୋଉଠି ଯାହା ଅଛି ହବାର ଥିବ ହବ। ଭଲ ପାଇବାଟା ଏତେ ସହଜରେ ମିଳେନି। ଚେଷ୍ଟା କରନ୍ତୁ ଆପଣଙ୍କ ପକ୍ଷରୁ, ଝିଅ ବା ପୁଅ ନିଜ ପକ୍ଷରୁ କେବେ ଭୁଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି ବି ଭୁଲ କରୁଛନ୍ତି ସେ ଭୁଲଟାକୁ କହିଦିଅନ୍ତୁ। କହିଦେଲେ କ'ଣ ହେବ କହିଲେ, ସେ ଝିଅ ହଉ ବା ପୁଅ ହଉ ସିଏ ଜାଣିବ ଯେ କେତେ ସଚ୍ଚା ପ୍ରେମ ଚାଲିଛି, ଯେଉଁଟାକି ଝିଅ କିଛି ଲୁଚଉନି ବା ପୁଅ କିଛି ଲୁଚଉନି। ଏଇଆ ହିଁ ତ। ବାକି ଯାହା ରହିଲା ଆସିଲେ ଦେଖିବା, କଥା ହେବା ସନ୍ଧ୍ୟାକୁ ଆମର। ଆଉ ଆମେ କେବେ ଯିବା ଘୋଷା କରି? ଆଜି ଯିବା। ଆଜି ଯିବା, ଯଦି ସୁବିଧା ହେଲେ ଯିବା, ନହେଲେ କାଲି ଯିବା। ତ ଗ୍ୟାରେଣ୍ଟି ହେଇପାରୁନି, ଟାଇମ୍ ପଡ଼ିଲେ ଆଜି ବି ଯାଇପାରୁ। ଆଇଲେ କଥା ହେବା ଆଉ କ'ଣ ଫାଇନାଲ୍ ହେଉଛି ଆଉ। ବର୍ତ୍ତମାନ ଗାଇଛି ଆମେ ଡ୍ୟୁଟିରୁ ପଳେଇ ଆସିଲୁ, ଘରକୁ ଆସି ସାରିଲିଣି। ଏଇ 10 ମିନିଟ୍ ହେଇଛି। ତ ଆଜି ଯାଉଛି ଗାଇଛି ପୁଣି ଆଉ ଗୋଟେ ଲୋକେସନ୍କୁ, ଆମର ଏଇଠୁ 12 କିଲୋମିଟର ପାଖାପାଖି ହେବ। ଶଳା କୁକୁର ପ୍ରବଳ ଅଛି। ଦେଖିଲେ କୁକୁର କେମିତି ଶଳା, ମାନେ ପ୍ରବଳ କୁକୁର ଅଛି। ଖାଲି ବିତା କରି ପକଉଛି ସବୁବେଳେ। ଛାଡ଼। ତ ଆଜି ଯାଉଛୁ ଆମର ବାରିହାପୁର ପାଖରେ, ବାରିହାପୁର ଗୋଟେ ଜଙ୍ଗଲ ଅଛି, ତା ପାଖରେ ସେ ଜଙ୍ଗଲରେ ଭୟାନକ ଗୋଟେ ଜାଗା ଅଛି। ସେଇ ଜାଗାକୁ କ'ଣ ହୁଏ ନା, ମୁଁ ଯେତିକି ଶୁଣିଛି ଯେ ଯିଏ ବି ସେଇ ଜାଗାକୁ ଯାଇଛି, ରାତିରେ ଆସିଛି, ତାକୁ ଡାକି ନିଏ। ମାନେ କ'ଣ ହବ ସିଚୁଏସନ୍, ମାନେ ଇଣ୍ଟରେଷ୍ଟିଂ ଲାଗୁଛି ଯେତିକି, ଭୟ ଏତିକି ଲାଗୁଛି। ଯେହେତୁ ଗତ ବ୍ଲଗ୍ରେ ମୋ ସାଙ୍ଗେ ଯେଉଁ ଘଟଣା ଘଟିଥିଲା, ଏମିତି ମୁଁ ଭାବୁଛି ନ ହଉ ଆଉ। ମାଙ୍କଡ଼ ଆସିକି ଘର ଭିତରେ ପଶି ଯାଉଛି। ମାନେ ତାଙ୍କର, ମୁଁ ଦେଖେଇ ଦେଉଛି ଆପଣଙ୍କୁ ମାଙ୍କଡ଼। ଦେଖ ଦେଖ ଦେଖ, ମାଙ୍କଡ଼ ପଛେ ପଛେ କୁକୁର ଦୌଡ଼ିବାର ଲାଗି ଚଲେଇ ତାକୁ ଚଳେଇଦେଲି। ତ ଆମେ ଆଜି ସେଇ ଜାଗାକୁ ଯିବା। ସେଇ 3 ଜଣ, କାକା ଯିବେ, ମୁଁ ଯିବି, ଆଉ ବିଶୁ ବା ବିଶ୍ୱଜିତ ଯିବ। ତ ସେଇ ଜାଗାରେ ଦେଖିବା ଆଜି ଆମ ସାଙ୍ଗେ କ'ଣ କ'ଣ ହେଉଛି, କ'ଣ ଘଟୁଛି ଆମ ସାଙ୍ଗରେ, ତାହା ତ ମାନେ ଭାବିଦେଲେ ଦେହରୁ ଟାମ୍ପରେଇ ଦେଉଛି। ଯାଉ ସେଠିକି ଗଲା ପରେ ଦେଖିବା। ଯେହେତୁ ନୂଆ ନୂଆ ଏକ୍ସପିରିଏନ୍ସ ନେବା ପାଇଁ ଭଲ ଲାଗେ, ଆପଣମାନଙ୍କୁ ବି ଭଲ ଲାଗିବ ଯେ ନୂଆ ନୂଆ ଲୋକେସନ୍ରେ କ'ଣ ଅଛି କ'ଣ ନାହିଁ ସେଟା ତ ସମୟ କହିବ। ତ ଯିବା, ଗଲେ ସେଠି ଆପଣ ନେକ୍ସଟ ବ୍ଲଗ୍ରେ ଦେଖିପାରିବେ। କାଲି ଆପଣ ପଡ଼ିଯିବ ସେ ବ୍ଲଗ୍ଟା। ତ ଏଇଆ ହିଁ। ଆଉ ବର୍ତ୍ତମାନ ଟିକେ ରେଷ୍ଟ କରିଦେବା। ରେଷ୍ଟ ନ କଲେ ନା, ରାତି ନିଦ୍ରା ହେଲେ ବହୁତ ବାଧୁଛି, ଯେହେତୁ ଡ୍ୟୁଟି ଯିବାକୁ ପଡ଼ୁଛି ଟିକେ। ତ ଚାଲ ଗାଇଜ୍, ଦେଖା ହେବା ଆମ ନେକ୍ସଟ ବ୍ଲଗ୍ରେ। ଏ ବ୍ଲଗ୍ଟି ଏଇଠି ଏଣ୍ଡ କରିଦେଉଛି। ଆଉ ଯଦି ଭିଡ଼ିଓଟି ଭଲ ଲାଗୁଛି, ଇଣ୍ଟରେଷ୍ଟିଂ ଲାଗୁଛି ବା ନ ଲାଗୁଛି ମଧ୍ୟ, ତାପରେ ବି ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ନିହାତି କରନ୍ତୁ। ଆଉ କମେଣ୍ଟରେ ଜଣାନ୍ତୁ କେମିତି ଲାଗୁଛି। ଫଲୋ କରନ୍ତୁ। ଆମକୁ ଟିକେ ଉପରକୁ ଉଠିବା ପାଇଁ ଆହୁରି ସପୋର୍ଟ ଦରକାର, ବହୁତ ସପୋର୍ଟ ଦରକାର। ଯେତିକି ବି ଦେଖୁଛନ୍ତି ଭିଡ଼ିଓ, ଏତିକି ରିକ୍ୱେଷ୍ଟ କରିବି, ଗୋଟେ ସବସ୍କ୍ରାଇବ୍ କରିଦେଲେ କିଛି ଆପଣଙ୍କର ଯିବନି। କିନ୍ତୁ ଆମକୁ ବହୁତ ପ୍ରାଉଡ଼ ଫିଲ୍ ହେବ। ନାହିଁ
ଆମ ଭିଡ଼ିଓ କେହି ଜଣେ ଦେଖୁଛନ୍ତି, ତ ଆମେ ଆହୁରି ଭଲ ଭଲ ଲୋକେସନ୍କୁ ଯାଇକି ଆପଣଙ୍କୁ ଭିଡ଼ିଓ ଆଣିବା ପାଇଁ ଚେଷ୍ଟା କରିବୁ। ବାର ବାର ଡେଲି ବ୍ଲଗ୍ରେ ଡେଲି ଡେଲି ଭିଡ଼ିଓ ପଡ଼ିବ। ତ ଏଇଆ ହିଁ ରହୁଛି ଗାଇଜ୍, ବାଏ। ଆଉ ଅପେକ୍ଷା କରନ୍ତୁ କାଲି ବ୍ଲଗ୍ ଆସିବାକୁ। ଓକେ ଗାଇଜ୍, ବାଏ।